ମାଟି କ୍ଷୟ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପବନ, ବର୍ଷା ଓ ଜଳ ପ୍ରବାହ ଦ୍ୱାରା ମାଟିର ଉପର ସ୍ତର ଖସି ଯାଇଥାଏ। ଏହା ଫଳରେ ମାଟିରେ ଉପଜାଉଥିବା ଶକ୍ତି କମିଯାଏ ଓ ଫସଲ ଉତ୍ପାଦନ ହ୍ରାସ ପାଇଥାଏ। ମାଟି ସଂରକ୍ଷଣ ହେଉଛି ଏହି କ୍ଷୟକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ। ଗଛ ଲଗାଇବା, ଟେରେସ୍ ଚାଷ, ସୁସ୍ଥ ଜୀବନଯାପନ ପ୍ରଣାଳୀ ଅନୁସରଣ କରି ଆମେ ମାଟି ସଂରକ୍ଷଣକୁ ରୋକିପାରିବା। ତେଣୁ ମାଟି ସଂରକ୍ଷଣ ଦ୍ୱାରା ପୃଥିବୀର ଉର୍ବରତା ଓ ସୁସ୍ଥ ଜୀବନଯାପନ ଗଠନ କରିବା ଆମର ଲକ୍ଷ୍ୟ। ଜଳସ୍ରୋତ ଦ୍ୱାରା ମୃତ୍ତିକା ପବନ ଦ୍ୱାରା ମୃତ୍ତିକା ଆମେ ଯେଉଁ ଜଙ୍ଗଲ ଥିବା ମାନେ ଅବାରିତ ଭାବରେ ଗଛ କାଟିଲେ ତା ଦ୍ୱାରା ମଧ୍ୟ ମାଟି ଗଛର ଚେର ମାଟିକୁ ଧରିଥାଏ। ଗଛ ନଷ୍ଟ ହେଇଗଲେ ମାଟି ଅଧିକ ପଶୁଚାରଣ କଲେ ଯେଉଁମାନଙ୍କର ଆମେ ଘାସ କରିବା କଥା ଆଲୋଚନା କରିବା, ଅଧିକ ପଶୁଚାରଣ କଲେ ଘାସ ସରିଗଲେ ମଧ୍ୟ ମୃତ୍ତିକା ଶିଳା ହେଇଯିବ। ମାଟି ଶିଳା ହେଇଗଲେ ସେ ବର୍ଷା ହେବା ପାଇଁ ଦେଖିବା ମୃତ୍ତିକା କ୍ଷୟ ହେଉଛି ତାର ପ୍ରଭାବ କ'ଣ? ମୃତ୍ତିକା କ୍ଷୟ ହେବା ଦ୍ୱାରା ମାଟି ଧୋଇ ହେଉଛି ନଈକି ଯାଉଛି। ନଈର ଗର୍ଭଟା ମୁହାଁରେ ମାଟି ନଦୀ ସମୁଦ୍ର ସମୟରେ ମୁହାଁରେ ମାଟି ହେବା ଦ୍ୱାରା ପୃଥିବୀ ବନ୍ୟା, ଯାହାଫଳରେ ପାଣି ସମୁଦ୍ର ଅଧିକ ବର୍ଷା ହେଉଛି, ନଦୀ ଭିତରେ ରହୁଛି, ନଦୀରେ ବନ୍ୟାର ପରିସ୍ଥିତି ସୃଷ୍ଟି ହେଉଛି। ମାଟି ଧୋଇଯିବା ଦ୍ୱାରା କ'ଣ ହେଉଛି, ବଡ଼ ବଡ଼ ଗଛ ମାଟି ଧୋଇଯାଉଛି, ତାପରେ ଗଛ ବର୍ଷା ହେଲେ ପବନ ହେଲେ ଗଛ ମାଟି ଧୋଇବା ଦ୍ୱାରା ମୃତ୍ତିକା କ୍ଷୟ ହେବା ଦ୍ୱାରା ଆଉ ଗୋଟେ ବଡ଼ ସମସ୍ୟା ଅଛି। ସମୁଦ୍ର, ନଦୀ, ନଦୀ ଜଳ ଏଗୁଡ଼ା ସବୁ ଉପକୂଳ ଗ୍ରାମ ଯାହାଫଳରେ ନଦୀ କୂଳରେ ବା ସମୁଦ୍ର ପାଣିରେ ରାସ୍ତାଘାଟ ବହୁତ ସମୟରେ ଦେଖାଯାଉଛି ମୃତ୍ତିକା କ୍ଷୟ ରୋକିବା ପାଇଁ କ'ଣ ଆମେ କରିପାରିବା? ଆମେ ପାହାଡ଼ ପର୍ବତରେ ଅଧିକ ଗଛ, ପାହାଡ଼ ପର୍ବତ ମାଟିରେ ଅଧିକ ଗଛ ଗୋଚାରଣକୁ କମ୍ ସୀମିତ କରିବା, ଯାହାଫଳରେ ଆମ ମାଟିଟା ପୁରା ଘାସମୁକ୍ତ ହେବ ଏବଂ ମାଟି